ତତେ ମଦ ପିଇବାକୁ ଟଙ୍କା ଦେଲା କିଏ? ସେଇଟା ମୁଁ ଦେଇଛି। ହେଲେ ସେ ଗୌରୀ ହାଜୀ ଗୋଟେ ବୁଢା ପାଗଳ ସହିତ ବାହା ହେଇଛି। ସେ ପାଗଳ ନ ହୋଇଥିଲେ ନା ସେଦିନ ତାକୁ ମୁଁ ଜୀବନରୁ ମାରି ଦେଇଥାନ୍ତି। ମନେ ରଖ, ଯୋଉଦିନ ଗୌରୀ ଏ ଘରେ ଆସିବ ତ ମତେ କହିବୁ। ଯଦି ନ କହିବୁ ସେଇଟା ହବ ତ ଶେଷ ଦିନ। ଆସୁଛି ভগবান সব উপরে তাই দেখুছ ମୁଁ କେଉଁ ଜନ୍ମରେ କି ପାପ କରିଥିଲି ଆଜି ମତେ ଭୋଗିବାକୁ ପଡୁଛି। ମୋ ଦୁଇ ଝିଅକୁ ଜନ୍ମ ଦେଇ ମା ତାର ଅର ପରିକି ଚାଲିଗଲା। ମୁଁ କଣ ସବୁ କଥା ଝିଅ ମାନଙ୍କୁ କହିବି? ଆରେ ବାପା କଣ ମା ପରି ହବ? ଆରେ ନାହିଁ, ମୋ ମା ପରି କିଏ ହବ? ମା ପରି କିଏ ହବ? ମୋ ଜୀବନ ଭଙ୍ଗା କାଚାଇନା ହବ। ଦେଖିବା ପାଇଁ ଅଶୁଭ, ଦେଖିବା ପାଇଁ ଅଶୁଭ। ତମେ କାନ୍ଦୁଛ କଣ ହେଇଛି ବାପା? ତମର ବ୍ୟବସ୍ଥା କିଏ କରିଛି? ନାଇଁରେ ଋଷିଣୀ, କଣ କହିବି? ସେ ମୁଖ୍ୟ ରୂପ ଜଗନ ତ ବଡ ବୋଇ ଗୌରୀକୁ ନ ପାଇଲେ ସେ ପାଗଳ କୁକୁର ପରି ହେଇଛି। ସେ ଧମକ ଦେଇ ଯାଇଛି ଗୌରୀକୁ ନ ପାଇଲେ ସେ ଜୀବନରୁ ମାରିଦେବାକୁ। ବାପା ମୋ ଭଉଣୀ କୋଉଠି ଅଛି? କେମିତି ଅଛି? ଭଲରେ ଅଛି ନା ମନ୍ଦରେ ଅଛି? ଅନେକ ବର୍ଷ ହେଲା ମୁଁ ତାକୁ ଦେଖିନି। ମୁଁ ତାକୁ ଦେଖିବାକୁ ଚାହେଁ ବାପା, ମୁଁ ତାକୁ ଦେଖିବାକୁ ଚାହେଁ। ନାଇଁରେ ଋଷିଣୀ, ଜଗନ କହୁଥିଲା ଗୋଟିଏ ବୁଢା ପାଗଳ ସହିତ ଆମ ଗୌରୀ ବାହା ହେଇଛି। ତା ଶ୍ୱଶୁର ଘରେ ଥିଲେ ତ ଆମେ ଦେଖା କରି ଆସିବୁ। ତମେ ଚିନ୍ତା କରନି ମୌସୁମୀ, ଅପାକୁ ତୁମ ପାଖରେ ଖୋଜି ନେଇ ଆସିବି। ସେ ଯେତେବେଳେ ଥାଉ ନା କାହିଁକି ମୁଁ ନିଶ୍ଚୟ ଖୋଜି ବାହାର କରିବି। ହଉ ଚାଲ ବାପା, ଭିତରକୁ ଚାଲ। ହଉ ଚାଲ କହୁତ।